ମାନେ କବିତା ନୁହଁ ଇଂଲିଶରେ ଯେଉଁ ରାଇମ୍ ସବୁ ଅଛି ଯେଉଁମାନେ ଇଂଲିଶ ମିଡ଼ିୟମ ସ୍କୁଲରେ ପଢ଼ୁଛନ୍ତି ସେ ପ୍ରଥମେ ଛୋଟ ପିଲାଙ୍କୁ ସେ ଯେଉଁ ରାଇମ୍ ଶିଖାନ୍ତି ସେ ରାଇମ୍ ଗାଇବା ଆମର ବାପା ମା ଯେଉଁ ଶୁଣିବାର ଭାରି ଆନନ୍ଦ ଇଂଲିଶରେ ସବୁ ଆମେ ଚେଷ୍ଟା କରିବା ଯଦି ଓଡ଼ିଆରେ ଇଂଲିଶଟା ଇଂଲିଶ ହେବ ଓଡ଼ିଆରେ ବି ଯଦି ସେମିତି କିଛି ରାଇମ୍ ଲେଖିପାରିବା ଇଂଲିଶ ସହିତ ପିଲାମାନେ ଓଡ଼ିଆ ରାଇମ୍ ମଧ୍ୟ ଗାଇପାରିବେ ଶିଶୁ ଗୀତିକା ସେଭଳି ଗୋଟିଏ ଯୋଡ଼ିଏ ମୁଁ ଏଠି କହିଲି ପିଲାମାନଙ୍କୁ ଶିଶୁ ଗୀତିକା ବୋଲି କହନ୍ତୁ ନାନାରା ଗୀତ ବୋଲି କହନ୍ତୁ ଚାରି ଧାରିଆ ପାଞ୍ଚ ଧାରିଆ ଆମରି ଗାଁର କାଳିଆ ଧଇଲା ଗୋଟିଏ ବାଳିଆ ବାଳିଆ ମାଛର ଫାଳିଆ ପାଟି ମା ରଖିଥିଲେ ବେସର ବାଟି କାଟି କୁଟି କଲେ ଦିଅ ସବୁ ଖାଇଦେଲା ଭୁଆକୁ ନେଇ କାଳିଆ ଖାଇବ କଣ ମୋର ଛୋଟିଆ ନାତିଟେ ଶୁଣିଲା ଖୁସି ହେଲା କାଳିଆ ଖାଇବ କଣ ପଛରେ ଗୋଟେ ବିଧା କରିକି କହୁଛି ବିଧା ମୁଁ ଦେଖିଲି ତାକୁ ଖୁସି ଲାଗିଲା ମତେ ଭଲ ଲାଗିଲା ଆଉ ଗୋଟେ ଭଗା ସିଙ୍ଗେଇମା ଓହ୍ଲେଇକି ଆଜି କଖାରୁ ବାଡ଼ିରେ ବସିଲା ଯାଇ ବଙ୍କା ବାଡ଼ି ଧରି ଧାଇଁଲେ ଓହ୍ଲେଇ କହିଲା ହମା କାହିଁକି ପଛରେ ଧାଇଁଛ ମୋର କଖାରୁ ଖାଇକି ଯାଉ ପୁଣି କରୁଛି କଳା ନିଚି ପାଚିଲା ଯାକ ପାଣିରେ ପଡ଼ିଲା କମ୍ ଧାନ ବସୁଥିବା ପୋଖରୀ କୂଳେ ପାଣି ଦେଇଲା କମ୍ କାମ ବୁଡ଼ିଗଲା ପାଣି ତଳକୁ ଖୋଜିଲେ କି ତାକୁ ଖାଏ ଖୋଜିଲେ କି ନାମ କିଏ ଭାଇ ତାକୁ ଖାଏ ଆଉ ଗୋଟିଏ ପିଲାଟି କହୁଛି ତାର ପିଲା ଖବର ପାଇଁ କହିଲେ ପିଲାଟେ କହୁଛି ଯେ କାଉରକୁ କୋଉ ଖଣ୍ଡିଆ ଜମାଟା ଆଉ ତାର ଜମା ନାହିଁ କାଉରକୁ କୋଉ ଖଣ୍ଡିଆ ଜମାଟା ଆଉ ତାର ଜମା ନାହିଁ ସବୁବେଳେ ସେଇ କଣା କୁରୁକତା ବୁଝିକଲେ ବୋଲି କାହିଁ ଆମ ଘରେ ଅଛି କେତେ ଭାବେ ଜମା ସେପଟେ ଖଣ୍ଡିଏ ଦଉ କଳା ଜମା ଖଣ୍ଡେ ପିନ୍ଧିଥିଲେ ପିଲା କହୁଛି ପଚାରେ ଲୋକ ଚୋରି ମା ନାହିଁ ସବୁବେଳେ ଠିଆ ପାଣି ଠିଆ ମା ଡାକୁ ନାହିଁ କାହିଁକି ମଗ କହିବାକୁ ଜାଣିନି ମା ତ କହିଛି ମାଛ ଖାଇବା ପାଇଁ ମୋ ପାଇଁ ଜାଣିଛି